ଅତୁଟ ବନ୍ଧନ ସିରିଏଲ୍ର ଆଜିର ଏପିସୋଡ୍ରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ତିନାଲି ବେହୋସ ହୋଇ ପଡ଼ିଯିବେ। ଏ ସମୟରେ ତେଜସ୍ ସାଙ୍ଗେ ସାଙ୍ଗେ ଡକ୍ଟରକୁ ଡାକନ୍ତି। ଆଉ ଡକ୍ଟର ଯେତେବେଳେ ତିନାଲିକୁ ଚେକ୍ କରୁଛନ୍ତି ସେ ତେଜସ୍କୁ କହୁଛନ୍ତି ଆପଣ ଜମା ବି ଡରନ୍ତୁନି, ଆପଣଙ୍କ ସ୍ତ୍ରୀର କିଛି ବି ହେଇନାହିଁ ବା ସେ ଜମା ବି ରେଷ୍ଟ ନେଉନାହାନ୍ତି, ଯେଉଁଥିପାଇଁ କି ତାଙ୍କ ବଡି ବହୁତ ୱିକ୍ ପଡ଼ିଛି। 1 ୱିକ୍ ତାଙ୍କୁ ବେଡ୍ ରେଷ୍ଟ ଦରକାର, ଆଉ ତମେ ଟିକେ ତାଙ୍କ ଧ୍ୟାନ ନୁହଁ। ଏହାପରେ ତେଜସ୍ କୁହନ୍ତି ଠିକ୍ ଅଛି ଡକ୍ଟର, ମୁଁ ମୋ ସ୍ତ୍ରୀଙ୍କ ନିଶ୍ଚୟ ଧ୍ୟାନ ନେବି। ଆପଣମାନେ ଦେଖିବାକୁ ପାଇବେ ଆଜି ତ୍ରିଷିକା କାର୍ତ୍ତିକକୁ କହୁଛନ୍ତି କାର୍ତ୍ତିକ ମୋତେ ନା ତମ ମା ଆଉ ମୋ ଦିଦିଙ୍କ ଉପରେ ଟିକେ ସନ୍ଦେହ ଆସୁଛି। କାହିଁକି ସେମାନେ ମୋତେ ଲୁଚେଇକି ଏ କଥା ହେଲେ, ସେମାନଙ୍କ ଭିତରେ କ'ଣ ରହିଛି? ତମେ ଜାଣିଛ ଯେତେବେଳେ ମୋତେ ଫାଷ୍ଟ ଡାଉଟ୍ ହେଇଥିଲା ସେତେବେଳେ ଦିଦିଙ୍କର କିଛି ନା କିଛି ଅପରେସନ୍ ହେଇଥିଲା, କିନ୍ତୁ ସେ ବିଷୟରେ ଆମକୁ ଜାଣିବାକୁ ହେଲେ ଏବେ ତମକୁ ମୋ ସହିତ ଡକ୍ଟରଖାନାକୁ ଯିବାକୁ ପଡ଼ିବ, ଯେଉଁଥିରେ କି ଆମେ ଜାଣିପାରିବା ଦିଦିଙ୍କର କେଉଁ ଅପରେସନ୍ ହେଇଥିଲା ବୋଲି। କିନ୍ତୁ କାର୍ତ୍ତିକ ଯେତେବେଳେ ତ୍ରିଷିକାକୁ ମନା କରନ୍ତି, କିନ୍ତୁ ତ୍ରିଷିକା ଜିଦି କରି କୁହନ୍ତି ଯେ ନା ମୋତେ ମୋ ଦିଦି ବିଷୟରେ ପୁରା ଇନଫର୍ମେସନ୍ ଜାଣିବାର ଅଛି। ଏହାପରେ କାର୍ତ୍ତିକ ମଧ୍ୟ ହଁ କରିଦିଅନ୍ତି। ଆଉ ସକାଳୁ ଯେତେବେଳେ କାର୍ତ୍ତିକ ଆଉ ତ୍ରିଷିକା ମେଡ଼ିକାଲ ଯିବାକୁ ବାହାରୁଥିବେ ଏ ସମୟରେ ଭବାନୀ ଦେବୀ କହୁଛନ୍ତି ତମେ ଦୁଇ ଜଣ କୁଆଡ଼େ ଯାଉଛ? ଆଉ ଏ ସମୟରେ କାର୍ତ୍ତିକ କହୁଛନ୍ତି ମା ଆମେ ମର୍ଣ୍ଣିଂ ୱାକ୍ ପାଇଁ ଯାଉଛୁ। ଆଉ ସେପଟେ ଗଲାବେଳେ ତ୍ରିଷିକାଙ୍କ କିଛି ଶାଢ଼ୀ ଅଛି ଯେଉଁଟାକି ଆମେ ଲଣ୍ଡ୍ରିରେ ଦେଇଦେବୁ। ଏହାପରେ ଏ କଥା ଶୁଣି ଭବାନୀ ଦେବୀକୁ ସନ୍ଦେହ ଆସୁଛି। ଆଉ ଏପଟେ ସିନରେ ଆପଣମାନେ ଦେଖିବାକୁ ପାଇବେ ଆଜି ତେଜସ୍ ତିନାଲିକୁ ବହୁତ ଧ୍ୟାନ ନେଉଥିବେ ଆଉ କହୁଥିବେ ଯେ ତିନାଲି ତମେ ଜମା ବି ବ୍ୟସ୍ତ ହୁଅନି, ତମେ ଏମିତି କାହିଁକି ଭାବୁଛ, ମୁଁ ସବୁବେଳେ ତମ ପାଖରେ ଅଛି ଆଉ ତମେ ଜମା ବି ତମ ବଡିକୁ ରେଷ୍ଟ ନେଉନ, କିନ୍ତୁ ଆଜି 1 ୱିକ୍ ପର୍ଯ୍ୟନ୍ତ ତମେ ରେଷ୍ଟ ନେବ। ଏହାପରେ ଭବାନୀ ଦେବୀ ଆସି କହୁଛନ୍ତି ଏଇଟା କେବେ ବି ହେବାକୁ ଦେବିନି। ଆଉ ଏମିତି କହି ସେ ତେଜସ୍କୁ ମିଛ କଥା କହି ପୁଣି ଥରେ ସେ ପୁରୋହିତଙ୍କ ପାଖକୁ ପଠାଇ ଦିଅନ୍ତି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ତ୍ରିଷିକା ସତରେ ଭବାନୀ ଦେବୀ ଆଉ ତିନାଲିକୁ ଥିବାର ସେଇ ଗୁପ୍ତ ରହସ୍ୟକୁ ଜାଣିପାରିବେ? ସେ କ'ଣ ଜାଣିପାରିବେ ତିନାଲି ତାଙ୍କ ପାଇଁ କେତେ ବଡ଼ ସାକ୍ରିଫାଇସ୍ କରିଛନ୍ତି ବୋଲି? ଯଦି ହଁ ତାହେଲେ ୟେସ୍ ବୋଲି କମେଣ୍ଟ କରନ୍ତୁ।